ଜଗନ୍ନାଥ ମହାପୁରୁ ପାଖରେ ଖାସି ମାଂସ ବଳି ପଡେ, ବୋଦା ମାଂସ ବଳି ପଡେ। ଏଇ 3 ଦିନ ଯାକ আচ্ছা ଶ୍ରୀମନ୍ଦିର ଭିତରେ বাস ଦ୍ୱାର ଦେଇକି ଯିବେନି। নাই 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 ଛେଳି ଗୁଡାକୁ আচ্ছা ଗୋଡ ବାନ୍ଧିକି বাস ମେଘନାଦ ପ୍ରାଚୀର ଉପରକୁ ଫୋପାଡ଼ିବେ। ତାକୁ ହାଣିବ କିଏ? এসে হানিব କୋଇଲି ବୈକୁଣ୍ଠକୁ ଗଲା ବେଳେ আচ্ছা আচ্ছা କଳା ବସ୍ତ୍ର ପିନ୍ଧି ଜଣେ ବସିଛନ୍ତି, ତାଙ୍କୁ କୁହାଯାଏ ଚଣ୍ଡାଳ। আচ্ছা ସେଇ হ্যাঁ ବିମଳା ମନ୍ଦିର ଆଗରେ ହାଣିବ। মা বিমলা মন্দির আগরে হানিব। আচ্ছা ତେଣୁ ବିମଳା ମନ୍ଦିର ଆଗରେ ଯେ ପରା হ্যাঁ ଇଏ ରନ୍ଧା ହୁଏ ଛେଳି ମାଂସ, ଏ କଥାକୁ ନେଇକି ଦିନେ ଓଡ଼ିଶା ହଇଚଇ ସୃଷ୍ଟି ହେଲା। কোন হেলা ନୃସିଂହ ହୋତା କହୁଛି ଜଗନ୍ନାଥ ମଟନ ଖାଏ। বাস ସାରା ଓଡ଼ିଶା ୟୁଟ୍ୟୁବରେ ବୁଲିଲା। ଟଙ୍କା 5ଟି ଯଦି ଦବୁ ତାହେଲେ ବୁଝେଇଦେବି। କଣ ବାବା ପ୍ରଶ୍ନ ପଚାରିଥିଲୁ, ଆଉ ଥରେ ଟିକେ କହ। ଉଗ୍ରତାରା ସୁଳପାଣି ସୁଭଦ୍ରା ଭୁବନେଶ୍ୱରୀ ନୀଳାଦ୍ରୌ ଜଗନ୍ନାଥ ସାକ୍ଷାତ ଦକ୍ଷିଣ କାଳିକା। ଉଗ୍ରତାରା ଏବଂ ଦକ୍ଷିଣ କାଳିକା ଏ ଦି ଜଣ ହେଉଛନ୍ତି ତାମସିକ ଦେବତା। ତାହେଲେ ଏମାନଙ୍କୁ ସାତ୍ବିକ ପରମ ସାତ୍ବିକ ଦେବ ଜଗନ୍ନାଥ ବଳଭଦ୍ର ଚଉରାନୀପତି କଣ ପାଇଁ ଗୁଣଗାନ ସମାନ ମିଳିବ? ଯଦି ଏହା ସମାନ ତାହେଲେ ଏମାନେ ପ୍ରକୃତରେ ସାତ୍ବିକ ବର୍ଣ୍ଣର ନା ତାମସିକ ବର୍ଣ୍ଣ? ଯଦି ସାତ୍ବିକ ବର୍ଣ୍ଣର ତାହେଲେ ବଳିପ୍ରଥା ମାନଙ୍କ ପାଇଁ କଣ? ଜଗନ୍ନାଥ ମହାପ୍ରଭୁ ବି ତାମସିକ ଠାକୁର, ସାତ୍ବିକ ନୁହଁ। ଟଙ୍କା 5ଟି ଯଦି ଦବୁ ତାହେଲେ ବୁଝେଇଦେବି। ଆଉ ଖାଲି ମନ ଇଚ୍ଛାରେ ପଚାରିଦେଲେ ହବନି। ମୁଁ ପାଠ ଶିଖିଛି କାହିଁକି? 2 ପଇସା ରୋଜଗାର କରିବା ପାଇଁ। ଆଉ ତୁ ମନ ଇଚ୍ଛା ପଚାରିଲେ ହବନି। ଟଙ୍କା 5ଟି ଦବୁ, ସାଙ୍ଗେ ସାଙ୍ଗେ ବୁଝେଇଦେବି, ଗୋଟାଏ ମିନିଟ। ହଉ 500 ନଥାଉ, 100 ଟଙ୍କା ଦବୁ। 16 ବର୍ଷ ମତେ ପଇସା ଆଣିକି 50 ଟଙ୍କା ଧରିକି ଆସିଥିଲି, ଦୀପ ଭାବୁଥିଲି। ନାଇଁ ହଉ ତଥାପି ତତେ ବୁଝେଇ ଦଉଛି। ତୁ କାହିଁକି ଗୋଟେ ମନ କଷ୍ଟ କରିବୁ? ପାଲା ଦେଖିବାକୁ ଭଲ ପାଉଛୁ ମାନେ, ଆଜିର ଯୁବକ ସମାଜ ଯଦି ପାଲା ଶୁଣିବାକୁ ଭଲ ପାଉଛନ୍ତି, ୟାଠୁ ଆଉ ବଡ କଥା କିଛି ନାହିଁ। নাই 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 ଜଗନ୍ନାଥ ମହାପୁରୁ ପାଖରେ ଖାସି ମାଂସ ବଳି ପଡେ, ବୋଦା ମାଂସ ବଳି ପଡେ। ଜଗନ୍ନାଥ ବି ତାମସିକ ଠାକୁର। ଏ କଥାକୁ ନେଇକି ଦିନେ ଓଡ଼ିଶା ହଇଚଇ ସୃଷ୍ଟି ହେଲା। কোন হেলা ନୃସିଂହ ହୋତା କହୁଛି ଜଗନ୍ନାଥ ମଟନ ଖାଏ। বাস ସାରା ଓଡ଼ିଶା ୟୁଟ୍ୟୁବରେ ବୁଲିଲା। আহা ହଁ ମହାସପ୍ତମୀ, আচ্ছা ଅଷ୍ଟମୀ অষ্টমী ଆଉ ନବମୀ, আচ্ছা আচ্ছা সপ্তমী অষ্টমী নবমী ଏଇ 3 ଦିନ ଯାକ আচ্ছা ଶ୍ରୀମନ୍ଦିର ଭିତରେ বাস ଦ୍ୱାର ଦେଇକି ଯିବେନି। নাই 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 ଛେଳି ଗୁଡାକୁ আচ্ছা ଗୋଡ ବାନ୍ଧିକି বাস ମେଘନାଦ ପ୍ରାଚୀର ଉପରକୁ ଫୋପାଡ଼ିବେ। ତାକୁ ହାଣିବ କିଏ? এসে হানিব କୋଇଲି ବୈକୁଣ୍ଠକୁ ଗଲା ବେଳେ আচ্ছা আচ্ছা କଳା ବସ୍ତ୍ର ପିନ୍ଧି ଜଣେ ବସିଛନ୍ତି, ତାଙ୍କୁ କୁହାଯାଏ ଚଣ୍ଡାଳ। আচ্ছা ସେଇ হ্যাঁ ବିମଳା ମନ୍ଦିର ଆଗରେ ହାଣିବ। মা বিমলা মন্দির আগরে হানিব। আচ্ছা ତେଣୁ ବିମଳା ମନ୍ଦିର ଆଗରେ ଯେ ପରା হ্যাঁ ଇଏ ରନ୍ଧା ହୁଏ ଛେଳି ମାଂସ,
ଆଜି ଯାଏ ପରା ସେହି ପ୍ରଥା ଅଛି କେହି ନଦିଏ ଉଆଂଶ ବହି ଦେଖିଲେ ହବ। ଆଚ୍ଛା ଏ ବହିଟି ମୁଁ ଯୋଉ ପଦଟି ଗାଇଲି କୋଉ ପଦ ଗାଇଲି ବହି ନାଁ କଣ ହଁ ସେଟା ଜାଣିବା କଥା। ଆପଣ ଚାହିଁଲେ ବି କିଣିପାରିବେ। ବାସ୍ ବହିଟିର ନାଁ ଜଗନ୍ନାଥ ସଂସ୍କୃତି ଉପରେ ଯଦି ଆପଣ ଶୁଣିବାକୁ ଚାହିଁବେ ଜାଣିବାକୁ ଚାହିଁବେ ବାସ୍ ବହିଟିର ନାଁ ଆହା ନୀଳାଦ୍ରି ମହୋଦୟ। ଆଚ୍ଛା ଆଚ୍ଛା କବି କବି ଭଦ୍ରକ ଜିଲ୍ଲାର କବି ଅର୍ଜୁନ ଚରଣ ପଣ୍ଡା ହାଇସ୍କୁଲ ଟିଚର। ବାସ୍ ସିଏ ଆଜି ଶ୍ରୀକ୍ଷେତ୍ର ପୁରୀରେ ଆହା ଶ୍ରେଷ୍ଠ ବହି ବୋଲେଇଛି। ଆଚ୍ଛା ତେଣୁ ଭଗବତତ୍ୱକୁ ଚେତନା କରିବାକୁ ଯାଇ ବାସ୍ ଯିଏ ଭଗବାନଙ୍କୁ ଅବମାନନା କରିଛି ସେ ଦଣ୍ଡ ପାଇଛି ନିଶ୍ଚିତ ନା କେମିତି କିପରି ଦଣ୍ଡ ପାଇଛି? ବିଶ୍ୱ ବିଜୟ ହରସେ ବଳିଷ୍ଠ ବଳି ବିଶେଷ ବସି କଳ୍ପନା କରିଲା ବାସବ ପଦ ବାରଣ କରାଇବର ପୁରୋଧା ବହୁ ସମ୍ଭାର ये विशुद्ध बुद्ध संगमे स्वता स्वमेध ये कविंकर वचन मते कविंकर वचन मते परबधु बधुमुखी ଆହୋ विंध्या संग दे